ଗୋଟିଏ ଗାଁରେ ରଘୁଆ ନାମରେ ଜଣେ ଯୁବକ ରହୁଥିଲା। ସେ ପ୍ରତ୍ୟେକ ଦିନ ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଏ। ଗୋଟିଏ ଦିନ ସେ ଭାବିଲା, ଆଜି ଗାଁର ଲୋକମାନଙ୍କୁ ମିଛ କହି ମଜା ନେବି। ସେ ଜୋରରେ ଚିତ୍କାର କଲା ଓ କହିଲା, ଗାଁ ଲୋକେ ଦୌଡ଼ି ଆସ, ମୋତେ ବାଘ ଖାଇଗଲା। ଏହା ଶୁଣି ଗାଁର ଲୋକମାନେ ଦୌଡ଼ି ଆସିଲେ ରଘୁଆ ପାଖକୁ। ରଘୁଆ ଗୋଟେ ଗଛ ମୂଳରେ ବସି ହସୁଥାଏ। ଗାଁ ଲୋକେ ରଘୁଆକୁ ଦେଖି ଭାବିଲେ, ସେ ମିଛ କହୁଛି ବୋଲି ଗାଁ ଲୋକେ ରାଗି ଗାଁକୁ ଫେରିଗଲେ। ଏହିପରି ମିଛ କହି ଲୋକଙ୍କୁ ଭୟ ଦେଇ ମଜା ପାଉଥିଲା। ପ୍ରଥମେ ଗାଁ ଲୋକେ ଦୌଡ଼ି ଆସୁଥିଲେ, ପରେ ମିଛ କଥା ଜଣାପଡ଼ିଲେ ଲୋକେ ରାଗି ଫେରି ଯାଉଥିଲେ। ଏହିପରି କାମ ପୁଣି କରିବାରୁ ଧୀରେ ଧୀରେ ଗାଁ ଲୋକେ ତା କଥାକୁ ବିଶ୍ୱାସ କରିବା ବନ୍ଦ କରିଦେଲେ। ଗୋଟିଏ ଦିନ ସତରେ ଏକ ବଡ଼ ବାଘ ଆସିଲା। ରଘୁଆ ବହୁତ ଡରିଗଲା। ସେ କିଛି ଉପାୟ ନ ପାଇ ଗାଁ ଲୋକଙ୍କୁ ଡାକିଲା, କିନ୍ତୁ ଏଥର କେହି ଆସିଲେ ନାହିଁ। ସମସ୍ତେ ଭାବିଲେ ସେ ପୁଣି ମିଛ କହୁଛି। ବାଘଟି ରଘୁଆକୁ ମାରି ଖାଇଦେଲା। ପରେ ଗାଁ ଲୋକେ ସତ କଥା ଜାଣି ପଶ୍ଚାତାପ କଲେ, କିନ୍ତୁ ସମୟ ଚାଲି ଯାଇଥିଲା।